ବର୍ତ୍ତମାନ ଆମେ ହିଙ୍ଗୁଳା ମାଙ୍କ ମନ୍ଦିରରେ ପହଞ୍ଚି ଯାଇଛେ। ଏଇ ଦେଖନ୍ତୁ ମାଙ୍କ ମନ୍ଦିର ସାମ୍ନାର ଦୃଶ୍ୟ। ଆପଣ ମାନେ ଏଠି ଆସିକିନା ମନ୍ଦିର ଯିବା ପୂର୍ବରୁ ଏଠି ମାର୍ବଲରେ ତିଆ ହେଇଛି ଗୋଡ଼ ହାତ ଧୋଇବା ପାଇଁ ଆଉ ଶୁଦ୍ଧ ପାଣି ଆପଣ ମାନେ ଏଠାରେ ପିଇ ପାରିବେ। ଏ ସାଇଡରେ ଆପଣଙ୍କ ଜଗନ୍ନାଥ ମନ୍ଦିର ଥିବା ବେଳେ ଏ ସାଇଡରେ ମା ହିଙ୍ଗୁଳାଙ୍କ ମନ୍ଦିର ଅଛି। ଏଇ ଦେଖନ୍ତୁ ମା ହିଙ୍ଗୁଳାଙ୍କ ମନ୍ଦିର। ବର୍ତ୍ତମାନ ଆମେ ଭିତରକୁ ଯିବା, ଚାଲନ୍ତୁ ଦେଖିବା କଣ କଣ ସବୁ ହଉଛି। ଏଠି ଆପଣ ଜଗନ୍ନାଥ ବଳଭଦ୍ର ରାମ ତିନି ଜଣଙ୍କ ମନ୍ଦିର ଅଛି ସାଇଡରେ। ବର୍ତ୍ତମାନ ଆମେ ମନ୍ଦିର ସାମ୍ନାକୁ ଯାଉଛୁ। ଦେଖନ୍ତୁ ବିରାଟ ବଡ଼ ମନ୍ଦିର, ଜଙ୍ଗଲ ମଝିରେ ବିରାଟ ବଡ଼ ମନ୍ଦିର ଅଛି। ମାଙ୍କ ଶ୍ରଦ୍ଧାରୁ ଆସିକିନା ଏଠି ସବୁ ତାଙ୍କ ମନସ୍କାମନା ପୂରଣ ପାଇଁ ଡୋରି ବାନ୍ଧି ଦେଇ ଯାଆନ୍ତି। ପ୍ରତ୍ୟେକ ବର୍ଷ ଫେବୃଆରୀ ମାସରେ ମାଙ୍କର ଏଠି ବଡ଼ ମେଳା ଆରମ୍ଭ ହୋଇଥାଏ। ଇଏ ଦେଖନ୍ତୁ ମାଙ୍କ ମନ୍ଦିର। ଇଏ ହେଉଛି ମାଙ୍କ ମନ୍ଦିର, ପୁରା ମାର୍ବଲରେ ତିଆରି। ମାଙ୍କ ଚାରି ଦ୍ୱାର ଅଛି। ବର୍ତ୍ତମାନ ଆମେ ପ୍ରଥମ ଦ୍ୱାରରେ ଅଛେ। ଆଉ ଇଏ ହେଉଛି ତାଙ୍କ ପଛଆଡ଼େ ବିରାଟ ବଡ଼ ଜଙ୍ଗଲ। ଆଉ ଇଏ ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିର କହିତେ ଗଲେ ଚଳେ। ଆଉ ଏଇ ହେଉଛି ଶ୍ରୀମନ୍ଦିର, ଚାରିକଡ଼ ମାର୍ବଲରେ ରହିଛି। ଇଏ ହେଉଛି ମାଙ୍କ ପ୍ରଥମ ମନ୍ଦିର, ଯୋଉଠି ମା ନିଜେ ସ୍ଥାପିତ ହୋଇଥିଲେ। ତାପରେ ଦେହୁରୀ ଆଉ ନନା ମାନେ ମିଶି ସେଇଠି ମନ୍ଦିର କରିବାରୁ ମାଙ୍କୁ ନେଇଗଲେ। ଏଠି ବି ଶ୍ରଦ୍ଧାଳୁ ମାନେ ବହୁତ ଆକାରରେ ଇଏ କରନ୍ତି। ଇଏ ହେଉଛି ସେଇ ମନ୍ଦିର ଯୋଉଠି ମାଙ୍କର ପ୍ରଥମ ମୂର୍ତ୍ତି ସ୍ଥାପିତ ହୋଇଥିଲା। ଆସନ୍ତୁ ଆଉ କିଛି ମନ୍ଦିର ବିଷୟରେ ଜାଣିବା। ମାଙ୍କ ଡୋରି ଚାରିଆଡ଼େ ଲାଗିଛି। ଚାରିଆଡ଼େ ମାଙ୍କ ଡୋରି ହିଁ ପାଇବେ। ଆଉ ବର୍ତ୍ତମାନ ଆମେ ଏଇ ମନ୍ଦିରରେ ଠିଆ ରହିକିନାନି ସିନ୍ଦୁର ଟିକେ ମାଙ୍କ ମାରି ଦେଇ ଆମେ ବର୍ତ୍ତମାନ ଆମ ଘରକୁ ପଳେଇ ଯିବା ପାଇଁ ପ୍ରସ୍ତୁତ ହବା। ଏଇ ମନ୍ଦିର ଠାରୁ ଆମ ଘରର ଦୂର ପ୍ରାୟ 35 ପାଖାପାଖି କିଲୋମିଟର ହବ। ଆମେ ଏଇ ରାସ୍ତାରେ ଆସିଥିଲେ, ଇଏ ହେଉଛି ଟେମ୍ପୋ ଆସିଥିଲେ। ଆମେ